ମୁଁ ଭକ୍ତଙ୍କ ହୃଦୟର ଆଭୂଷଣ ଭକ୍ତି, ମୁଁ ପୂଜକଙ୍କ ହୃଦୟର ଆଭୂଷଣ ପୂଜା। ଦିତିଙ୍କ ପରିବର୍ତ୍ତିତ ବ୍ୟବହାର ନାରଦଙ୍କୁ ଚକିତ କରିଦେଲା। ମହତ୍କଟଙ୍କ ତାଣ୍ଡୁ ବାଜିବାରୁ କ୍ରୋଧିତ ଦିତିଙ୍କୁ ଦେଖି ବାଳକରୂପୀ ଦେବତା ଅଦୃଶ୍ୟ ହୋଇଗଲେ। ଦିତିଙ୍କ ପରିବର୍ତ୍ତିତ ବ୍ୟବହାରରେ ଅଦ୍ୱିତୀ ପ୍ରସନ୍ନ ଥିଲେ। ଆଉ ସେପଟେ ଦିତିର ପ୍ରତିଶୋଧ ଭୟଙ୍କର ହୋଇଥିଲା। ଚତୁର୍ମାସ ଆରମ୍ଭ ହେବାକୁ ଆଉ କିଛି ସମୟ ବାକି ଅଛି। ଯଦି ଚତୁର୍ମାସ ପୂର୍ବରୁ ଦୈତ୍ୟ ଜାତିକୁ ଜାଗ୍ରତ କରା ନଯାଏ ତେବେ ଏ ସମୟ ବୃଥା ହୋଇଯିବ। କିନ୍ତୁ ଏ ସମୟ କ'ଣ ଦୈତ୍ୟ ଜାତିକୁ ଡାକରା ଦେବା ପାଇଁ ଉଚିତ ହେବ? ଦୈତ୍ୟଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଉଚିତ ଆଉ ଅନୁଚିତର ଚିନ୍ତା କେବେଠୁ କରିବାକୁ ଲାଗିଲଣି। ଦୈତ୍ୟ ଜାତିର ଉଜ୍ଜଳ ଭବିଷ୍ୟତ ପାଇଁ ମୋତେ ଉଚିତ ଅନୁଚିତର ଚିନ୍ତା କରିବାକୁ ପଡୁଛି। କିନ୍ତୁ ତୁମ ଚିନ୍ତାର ପରିଣାମ କେବେ ବି ଶୁଭ ହୋଇନଥାଏ। ଦୈତ୍ୟ ଜାତିର ଉତ୍ଥାନ ତୁମ ଦ୍ୱାରା ହୋଇଥାଏ, କିନ୍ତୁ ତ୍ରିଦେବ ଏବଂ ତ୍ରିଦେବୀ ତାକୁ ସମାପ୍ତ କରିବାକୁ ଯୋଜନା କରିଥାନ୍ତି। ଆଉ ବର୍ତ୍ତମାନ ତ ମହାଗଣେଶ ତୁମ ଶତ୍ରୁ ପାଲଟି ଯାଇଛନ୍ତି। ତୁମେ ଯେଉଁ ଦୈତ୍ୟକୁ ସଫଳତାର ଶିଖରରେ ପହଞ୍ଚାଇବାକୁ ଚାହୁଁଛ, ମହାଗଣେଶ ଆଉ ତାଙ୍କ ଅବତାର ତାକୁ ସମାପ୍ତ କରିଦେଇଛନ୍ତି। ମୁଁ ଏ ସତ୍ୟକୁ ଜାଣିଛି। ତେବେ ମହାଗଣେଶଙ୍କୁ ବିରୋଧ କରୁନ କାହିଁକି? ପରମ ଦେବଶ୍ରୀ ମହାଗଣେଶଙ୍କୁ ବିରୋଧ? ଇଏ କେମିତି ମୂର୍ଖଙ୍କ ଭଳି କଥା କହୁଛ ତମେ? ଯେମିତି ମୂର୍ଖଙ୍କ ଭଳି କାର୍ଯ୍ୟ ତୁମେ କରୁଛ ଶୁକ୍ରାଚାର୍ଯ୍ୟ। ମୋ କାର୍ଯ୍ୟ ମୂର୍ଖଙ୍କ ଭଳି କେମିତି ହେଇଗଲା? ଟିକେ ଭାବ ଶୁକ୍ରାଚାର୍ଯ୍ୟ। ଗୋଟାଏ ପଟରେ ତୁମେ ତାମସିକ ଶକ୍ତିକୁ ଜାଗ୍ରତ କରି ମହାଗଣେଶଙ୍କ ସଂସାରରେ ଉପଦ୍ରବ କରିବାକୁ ଚାହୁଁଛ, ଆଉ ଅନ୍ୟ ପଟରେ ଶ୍ରୀ ମହାଗଣେଶଙ୍କ ଅବତାର ଶ୍ରୀ ଗଣେଶଙ୍କ ପିତା ମହାଦେବ ଶିବ ଶଙ୍କରଙ୍କ ଆରାଧନା କରିବାର ଢୋଲ ପିଟୁଛ। ତୁମର ଏ କାର୍ଯ୍ୟ କ'ଣ ମୂର୍ଖଙ୍କ ଭଳି ନୁହେଁ? ନା, ଶିବଙ୍କ ଆରାଧନା କରିବା କାହା ପାଇଁ ମୂର୍ଖଙ୍କ କାର୍ଯ୍ୟ ହେଇ ନପାରେ। ତାଙ୍କ ଆରାଧନାର ପ୍ରଭାବ ପାଇଁ ଦୈତ୍ୟ ଜାତି ସଫଳତାର ସର୍ବୋଚ୍ଚ ଶିଖରରେ ପହଞ୍ଚିଛି। ଶୁକ୍ରାଚାର୍ଯ୍ୟ, ଶିବଙ୍କୁ ଭକ୍ତି କରିବି ତୁମେ ଶିବଙ୍କୁ ଚିହ୍ନି ପାରିଲନି? ବାସ୍ତବରେ ତ ଶିବ ତୁମକୁ ନିଜ ଭକ୍ତିରେ ଭ୍ରମିତ କରି ଅସୁରଙ୍କ ସର୍ବନାଶର ଯୋଜନା କରିଥାନ୍ତି। ତ୍ୟାଗ କର ଏଭଳି ଶିବ ଭକ୍ତିକୁ, ଆଡ଼େଇ ଦିଅ ଏଭଳି ଆରାଧନାକୁ। ସାବଧାନ ସାବଧାନ। ଯଦି ତୁମେ ନିଜ କଥା ଉପରେ ଅଙ୍କୁଶ ନ ଲଗାଅ ତେବେ ମୁଁ ତମର ସର୍ବନାଶ କରିଦେବି। ମୋର ସର୍ବନାଶ ଶୁକ୍ରାଚାର୍ଯ୍ୟ, ନା ଆମର ସର୍ବନାଶ? ଶିବ ଭକ୍ତି ବଦଳରେ ଏ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟ ନିଜ ଜୀବନର ଅନ୍ତ କରିବାକୁ କ୍ଷଣଟିଏ ବି ସଂକୋଚ କରିବନି। ଶୁକ୍ରାଚାର୍ଯ୍ୟକୁ କେବଳ ନିଜ ଶିବ ଭକ୍ତି ପ୍ରିୟ। ତୁମେ ଧନ୍ୟ ଶୁକ୍ରାଚାର୍ଯ୍ୟ, ଧନ୍ୟ ତୁମ ଶିବ ଭକ୍ତି, ଆଉ ଧନ୍ୟ ମୋର ଜୀବନ ଯେ ତୁମ ଶରୀରରେ ଆତ୍ମା ରୂପରେ ନିବାସ କରିବାକୁ ମୋତେ ସୁଯୋଗ ମିଳିଲା। ନିଜ ଆରାଧ୍ୟଙ୍କ ଉପରେ ଭରସା ରଖ ଶୁକ୍ରାଚାର୍ଯ୍ୟ। ତୁମ ମନରେ ଉଠୁଥିବା ଦ୍ୱିଧାକୁ ଦେଖି ମୁଁ ତୁମ ଶିବ ଭକ୍ତିର ପରୀକ୍ଷା ନେବାକୁ ପ୍ରକଟ ହେଲି। କିନ୍ତୁ ତୁମେ ସଫଳ ହେଲ। ଦୈତ୍ୟ ଜାତିର ଭବିଷ୍ୟତକୁ ନେଇ ଏ ମୁହୂର୍ତ୍ତରେ ମୋ ମନ ବିଚଳିତ। ମୁଁ ନିଷ୍ପତ୍ତି ନେଇପାରୁନି ଯେ ମୋର କ'ଣ କରିବା ଉଚିତ ହେବ। ନିଜ ମନର ଦ୍ୱିଧାକୁ ନିଜ ଆରାଧ୍ୟଙ୍କ ଚରଣରେ ସମର୍ପି ଦେଇ ତୁମେ ତାହା ହିଁ କର ଶୁକ୍ରାଚାର୍ଯ୍ୟ, ଯଦ୍ୱାରା ଦୈତ୍ୟଗୁରୁଙ୍କ କର୍ତ୍ତବ୍ୟ ପୂର୍ଣ୍ଣ ହେବ। ଏ କର୍ତ୍ତବ୍ୟ ପାଳନ କରିବା ପାଇଁ ତ ମୋତେ ପାତାଳବାସୀ ଦେବାନ୍ତକ ଆଉ ନରାନ୍ତକଙ୍କୁ ଡାକିବାକୁ ହେବ। ଯଦି ତୁମ ମନରେ ଥିବା ତୁମ ଆରାଧ୍ୟ ଭଗବାନ ଶିବ ତୁମକୁ ଆଜ୍ଞା ଦେବେ, ତେବେ ତୁମେ ତୁମ ଦୈତ୍ୟଙ୍କୁ ଆବାହନ କରିବାକୁ ବିଳମ୍ବ କରନା। हे शिव शंकर, आपण ए शुक्राचार्यर अंग प्रत्यंगरे अछंती।
ଆପଣଙ୍କ ମାନସିକ ଆଜ୍ଞା ପାଇଁ ମୁଁ ପାତାଳବାସୀ ଅସୁର ସମ୍ରାଟ ଦେବାନ୍ତକ ନରାନ୍ତକ ଉଭୟଙ୍କୁ ଆବାହନ କରୁଛି। ଓଂ ନମଃ ଶିବାୟ। ପାତାଳବାସୀ ଦେବାନ୍ତକ ଆଉ ନରାନ୍ତକ ଶୀଘ୍ର ପ୍ରକଟ ହୁଅ। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଡାକ ଶୁଣି ଶୀଘ୍ର ପ୍ରକଟ ହୁଅ। ଦେବାନ୍ତକ ଆଉ ନରାନ୍ତକ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଡାକ ଶୁଣି ଶୀଘ୍ର ପ୍ରକଟ ହୁଅ। ଦେବାନ୍ତକ ଆଉ ନରାନ୍ତକ ପାତାଳବାସୀ ଦେବାନ୍ତକ ଆଉ ନରାନ୍ତକ ଶୀଘ୍ର ପ୍ରକଟ ହୁଅ। ଦେବାନ୍ତକ ଆଉ ନରାନ୍ତକ ତୁମେ ତୁମ ନିଜ ଗୁରୁଙ୍କ ଡାକକୁ ଏଭଳି ଅଶୁଣା କରିପାରିବନି। ଯଦି ତୁମେ ଏବେ ପ୍ରକଟ ନ ହୁଅ ତେବେ ମୁଁ ତୁମକୁ ନିଜ ମନ୍ତ୍ର ଶକ୍ତିରେ ଉପରକୁ ଟାଣି ଆଣିବି। ଓଂ ମହାମନ୍ତ୍ରେଶ୍ୱର ଶିବାୟ ନମଃ। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଆପଣ ଆମକୁ ନିଜ ମନ୍ତ୍ର ଶକ୍ତିରେ ଏମିତି ଭାବେ କାହିଁକି ଟାଣିଲେ? ଦୈତ୍ୟଗୁରୁ, କଣ ଆପଣ ନିଜ ମନ୍ତ୍ର ଶକ୍ତି ବଳରେ ଆମ ଦୈତ୍ୟ ଶକ୍ତିର ଅପମାନ କରିବାକୁ ଚାହୁଁଛନ୍ତି? ସାବଧାନ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ, ନିଜ ମନ୍ତ୍ର ଶକ୍ତିର ଭୟ ଦେଖାଇ ଆମ କ୍ରୋଧକୁ ବଢେଇବାର ଦୁଃସାହସ କରନ୍ତୁନି ଆପଣ। ଦେବାନ୍ତକ ନରାନ୍ତକ ତୁମେ ନିଜ ଆସୁରୀ ଶକ୍ତି ବଳରେ ତୁମେ ନିଜ ଗୁରୁଙ୍କୁ ଅପମାନ କରିବାର ଭୟଙ୍କର ଭୁଲ କରୁଛ। ମୁଁ ଜାଣିଛି ଯେ ତୁମେ ଦୁହେଁ ପୃଥିବୀ ଲୋକକୁ ଆସିବାକୁ ବ୍ୟଗ୍ର ଥିଲ, ଆଉ ତୁମ ବ୍ୟଗ୍ରତାର ଅନୁମାନ ଲଗେଇ ମୁଁ ତୁମକୁ ଆବାହନ କରିଛି। ଆପଣଙ୍କ ଅନୁମାନ ସତ୍ୟ ଦୈତ୍ୟଗୁରୁ। ଆମେ ଦୁଇ ଭାଇ ପୃଥିବୀ ଲୋକରେ ପହଞ୍ଚିବାକୁ ବ୍ୟଗ୍ର ଥିଲୁ, କିନ୍ତୁ ଆପଣଙ୍କ ଡାକ ଶୁଣି ଆମେ କିଛି ନିଷ୍ପତ୍ତି ନେଇ ପାରୁନଥିଲୁ। ସେତେବେଳେ ଆପଣ ନିଜ ମନ୍ତ୍ର ଶକ୍ତି ବଳରେ ଆମକୁ ପୃଥିବୀ ଲୋକକୁ ଟାଣି ଆଣିଲେ। ସତ୍ୟ ତ ଏଇଆ ଦୈତ୍ୟଗୁରୁ ଯେ ଦୈତ୍ୟ ମାତା ଦିତିଙ୍କ ବ୍ୟବହାର ଆମକୁ ଚିନ୍ତିତ କରିଦେଇଥିଲା। ସେ ହଠାତ୍ ଆମକୁ ଡାକିବା ବନ୍ଦ କରିଦେଲେ। ତାର କାରଣ ଏଇଆ ଦେବାନ୍ତକ ଯେ ମୁଁ ନିଜେ ଦୈତ୍ୟ ମାତା ଦିତିଙ୍କୁ ତୁମ ଦୁହିଁଙ୍କୁ ଡାକିବାକୁ ବାରଣ କରିଥିଲି। କାରଣ? କାହିଁକି ନା ସେ ସମୟ ତୁମର ପୃଥିବୀ ଲୋକ ଆସିବା ପାଇଁ ଶୁଭ ନଥିଲା। ଏବେ କଣ ସେ ସମୟ ଉପସ୍ଥିତ? ନା, ସେ ଶୁଭ ସମୟ ଏବେ ବି ବହୁତ ଦୂର ଅଛି। ତାହେଲେ ଆପଣ ନିଜ ମନ୍ତ୍ର ଶକ୍ତି ବଳରେ ଆମକୁ ପୃଥିବୀ ଲୋକକୁ କାହିଁକି ଆଣିଲେ? ମୁଁ ତୁମ ଦୁହିଁଙ୍କୁ କିଛି ପରାମର୍ଶ ଦେବାକୁ ଚାହୁଁଛି। ଆମ ଭଳି ପରାକ୍ରମୀକୁ ଆପଣ ପରାମର୍ଶ ଦେବେ? ଆମ ଭଳି ପରାକ୍ରମୀକୁ ଆପଣ ପରାମର୍ଶ ଦେବେ? ଯିଏ ତୁମକୁ ନିଜ ମନ୍ତ୍ର ଶକ୍ତିରେ ପୃଥିବୀ ଲୋକକୁ ଟାଣି ଆଣି ପାରିଲା ସେ କଣ ତୁମକୁ ପରାମର୍ଶ ଦେଇପାରିବନି? ଦେବାନ୍ତକ ନରାନ୍ତକ ପରମ ଦେବ ଶ୍ରୀ ମହାଗଣେଶଙ୍କ ହାତରେ ତୁମ ଦୁହିଁଙ୍କ ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ଆଉ ଅଟଳ ଏ କଥାର ସୂଚନା ସ୍ୱୟଂ ଶ୍ରୀ ମହାଗଣେଶ ଦେଇ ସାରିଛନ୍ତି। କଣ ଏ ବିଧାନକୁ ଆପଣ ନିଜ ମନ୍ତ୍ର ଶକ୍ତିରେ ବଦଳାଇ ପାରିବେନି ଗୁରୁଦେବ? ନା, ପରମ ଦେବ ଶ୍ରୀ ମହାଗଣେଶ ତ୍ରିଦେବ ଆଉ ତ୍ରିଦେବୀଙ୍କ ବିରୁଦ୍ଧରେ ସଂସାରର କୌଣସି ମନ୍ତ୍ର ଶକ୍ତି ପ୍ରଭାବକାରୀ ହେଇପାରିବ ନାହିଁ। ଆମେ କିଛି ଜାଣିନୁ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ। ଆପଣ ଆମ ଗୁରୁ। କୌଣସି ପ୍ରକାରର ଏ ସଙ୍କଟରୁ ରକ୍ଷା ପାଇବା ଆଉ ଏ ସଂସାର ଉପରେ ଶାସନ କରିବାର ଉପାୟ କୁହନ୍ତୁ। ଗୋଟିଏ ଉପାୟ ଅଛି। ଆଶୁତୋଷ ଭଗବାନ ଶିବଶଙ୍କର ଆମ ଦୈତ୍ୟଙ୍କ ଆରାଧ୍ୟ। ସେ ଆରାଧନାରେ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଯଦି ତୁମେ ଦୁହେଁ ସତ୍ ହୃଦୟରେ ତାଙ୍କ ଆରାଧନା ବା ତପସ୍ୟା କରିବ ତେବେ ସେ ପ୍ରସନ୍ନ ହୋଇ ତୁମକୁ ଅଭୟଦାନ ଦେଇପାରନ୍ତି। ଆପଣ ସତ୍ୟ କହୁଛନ୍ତି ଦୈତ୍ୟଗୁରୁ। ନିଜ ଗୁରୁଙ୍କ ଉପରେ ସନ୍ଦେହ କରିବାର ମୂର୍ଖାମି କର ନାହିଁ ଦେବାନ୍ତକ। ଶ୍ରୀ ମହାଗଣେଶ ଭଗବାନ ଶିବଙ୍କ ପୁତ୍ର ରୂପରେ ଅବତାର ନେଇ ସାରିଛନ୍ତି। ଯଦି ତୁମେ ଶିବଶଙ୍କରକୁ ପ୍ରସନ୍ନ କରିଦିଅ ତାହେଲେ ହୁଏତ ତାଙ୍କ ପ୍ରସନ୍ନତା ତୁମର ରକ୍ଷା କବଚ ହୋଇଯାଇପାରେ। ଆମେ ଆଶୁତୋଷ ଭଗବାନ ଶିବଙ୍କ ଆରାଧନା ସହିତ ତପସ୍ୟା ଅବଶ୍ୟ କରିବୁ। ଆମକୁ ଆଶୀର୍ବାଦ ଦିଅନ୍ତୁ ଦୈତ୍ୟଗୁରୁ, ଯେମିତି ଆମର ଶିବ ଭକ୍ତି ସଫଳ ହେବ। ମୋର ଆଶୀର୍ବାଦ ତ ସବୁଦିନ ପାଇଁ ତୁମ ଉପରେ ରହିଛି। ତୁମେ ଦୁହେଁ
ए पर्वत क्षेत्रर दक्षिण दिगरे अवस्थित गुंफारे भगवान शिवं को से पर्यंत आराधना कर जे पर्यंत से प्रसन्न होई तुमको वरदान देवाक प्रकट न होइचंती। तुमर मंगल हो। प्रणाम। नारायण 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 श्रीमन्नारायण नारायण 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 नारायण। देवी अतिथि को आश्रम धन्य धन्य। एई आश्रम रे परम देव श्री महागणेश अवतार महत्कट श्री गणेश जन्म नहीं। किंतु आज ये आश्रम एते शून्य कहीं। नारद ए खबर जानिबाकु हेबो। ओं परम देव श्री महागणेशाय नमः। नारायण नारायण। नारायण नारायण। आज देवमाता अतिथि आश्रम एते शांत कहीं। ए आश्रम तो सर्वदा महत्कटक बाल्य लीला गुंजरित हुए। नारद दैत्यमाता दीतिकण महत्कट श्री गणेश ऋषि कश्यप आउ देवी अदिति को कश्यप आश्रम नेबारे सफल हो गले। नारायण नारायण। अरे देवर्षि नारद, प्रणाम देवर्षि नारद। ओहो भाग्य आमर, आपण आम आश्रम को आसिले। आपण को स्वागत देवर्षि। प्रणाम ऋषिवर। प्रणाम देवी। आपण केबे आसिले? ये प्रश्न तो मोर आपण को पचारिबा उचित देवर्षि। नारायण नारायण। देवर्षि आमे जानिछु जे आमे स्नान पई चली जिबा परे ही आपण ए आश्रम को आसीथिबे। किंतु आपण काहा को खोजुतिले? भक्त निज भगवान को ही खोजु थाए देव माता। किंतु आज ये आश्रम रे महत्कट श्री गणेश आउ तांको ज्येष्ठ माता देवी दीति देखा जाऊ नांती। मु आपण समस्त को एठी न पाई चिंता करूथिली जे से आउ आपण को कश्यप आश्रम नेबारे सफल हेई नांती। तो नानी कर एहा ही इच्छा देवर्षि, किंतु आमे स्थान को छाड़ीबा को चाहनु। एमिति कौन अछि स्थान रे देवी? एई स्थान रे तो आमर जन्म जन्मांतरर मनोकामना पूर्ण हेछि। हाँ देवर्षि, आमर आराध्य परम देव श्री महागणेश भक्ति ही एही स्थान रे आमको महत्कट रूप रे निजर महान कृपा प्रदान करिसेंती। ए स्थान प्रति आपनक स्नेह स्वाभाविक। किंतु नारायण नारायण, दैत्य माता दीतिकण आपनकर ए भावना को सम्मान करिवे? अवश्य देवर्षि। परम देवश्री महागणेश कृपारु नानींकर स्वभाव एते मात्रा रे बदली जाइछि जे एहा हमर विश्वास हेउ नाही। हाँ देवर्षि, दीदींक परिवर्तित रूप को देखी मु निजे चकित। आमर पूर्ण विश्वास अछि देवर्षि जे नानी आम भावनार सम्मान करी आमर ए आश्रम को ही निज वासस्थान करिवे। आपनक कथा सत्य हेउ देव माता। किंतु नारायण नारायण। मु शुणिछि देवर्षि जे आपणक नारायण नारायण जपरे सबु सूचना लुचि रही थाए। किंतु दीदींक विषय नारायण नारायणर अर्थ मु बुझी पारिलिनी। आपण मते सम्मान देबा पई एमिति कहउचंती ऋषिवर, नचेत आपणक भली परम देव श्री महागणेशंक भक्तठू ए संसारर कोउ रहस्य बा छुपा रही पारे? देवर्षि आमे प्रकृत रे आपणक कहिबार अर्थ बुझी पारिलुनी। नारायण नारायण देव माता। यह सत्य जे श्री महागणेशंक कृपारु आपणक भौणी देवी दीतिंक हृदय रे परिवर्तन घटिछि। किंतु ए परिवर्तन ही स्थायी हेउ, ए हाई मोर शुभकामना। आपणक कोन नानींक स्वभाव पुणी बदली जिवार आशंका अछि? देवी अदिति, आपणक भौणी
अर्थात दैत्य माता दितिଙ୍କ स्वभाव केतेबेले बदली जीव आउ केतेबेले कौन करि बसिब एहार अनुमान कहा पई भी लगाइबा असंभव। नारायण नारायण। स्वामी देवर्षि आमको नानी प्रति सावधान हो जावा पई सूचना दे गले। मोर केवल महत्कट पई ही चिंता से नानी सांगरे जाइछि। चिंतित होई निज मनरे थिबा महागणेशଙ୍କ भक्ति को भ्रमित करनी अदिति। निज आराध्यଙ୍କ उपरे विश्वास रख, से आम उपरे केबे भी संकट आसीबाकू देबेनी। किंतु महत्कट तो एबे बालक। हाँ देवी, महत्कट बालक अवश्य, किंतु भयंकर ठू भयंकर राक्षसंकु क्षणक मध्यरे समाप्त करिथिबा योद्धा आउ परमदेव श्री महागणेशଙ୍କ अवतार से। देवी तांको दिव्य शक्ति उपरे विश्वास रख।